ଜୟ ଜଗନ୍ନାଥ ପିଲାମାନେ ନୂଆ ଭିଡ଼ିଓକୁ ତୁମମାନଙ୍କୁ ସ୍ୱାଗତ। ଯେଉଁ ଓଡ଼ିଆ ବାକ୍ୟର ବାକି ଥିଲା ଯେଉଁ ଶବ୍ଦ ଗୁଡ଼ିକ ସେଗୁଡ଼ିକ ଆଜି ପଢ଼ା ହେବ। ଆଜି ନୂଆ କିଛି ବି ପଢ଼ିବା। ତ ଆମର ବାକି ଥିଲା ଦୁଇଟି ଶବ୍ଦ, ଗୋଟେ ଦେଶଜ ଶବ୍ଦ ଆଉ ଗୋଟେ ବୈଦେଶିକ ଶବ୍ଦ। ତ ଦେଶ ଶବ୍ଦ କ'ଣ ଜାଣିବା। ଦେଶ ଶବ୍ଦ ମାନେ ଆମ ଦେଶରୁ ସୃଷ୍ଟ ଓ ଦେଶରେ ପ୍ରଚଳିତ ହେଉଥିବା ଶବ୍ଦକୁ ଦେଶଜ ଶବ୍ଦ କୁହାଯାଏ। ମାନେ ଆମ ଦେଶରୁ ହିଁ ପ୍ରଚଳିତ ବା ଆମ ଦେଶରୁ ସୃଷ୍ଟି ହୋଇଥିବା ଶବ୍ଦ ଗୁଡ଼ିକୁ ଦେଶଜ ଶବ୍ଦ କୁହାଯାଏ। ଉଦାହରଣ ଅଡ଼ା, କାଇ, ଖଇ, ଚାଉଳ, ଛପର, ଅଳିଆ, ଛୁଆ, ଛାତି, ଅଛୁଆ, ଅରୁଆ ଏଗୁଡ଼ିକ ସବୁ ଦେଶଜ ଶବ୍ଦ। ଆହୁରି ଅନେକ ଅଛି, ଟିକେ ବହିରେ ବି ଦେଖିଦେବ। ଏଇ ଶବ୍ଦ ଗୁଡ଼ିକ ପରୀକ୍ଷାରେ ପଡ଼େ ଯେ ଏଇଟା କେଉଁଠି ଆସିଛି, ଏଇ ଶବ୍ଦଟି କେଉଁଠୁ ଆମର ଆଣିତ ହେଇଛି, ଏଗୁଡ଼ିକ ସବୁ ପଡ଼େ। ବୈଦେଶିକ ଶବ୍ଦ ଦେଖିବା, ବିଦେଶରୁ ଆସିଥିବା ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ। ବିଦେଶ ମାନେ ବହୁତ ଗୁଡ଼ିକ ବିଦେଶରୁ ଆସିଛି, ଇଂରାଜୀ, ଆରବୀ, ତୁର୍କୀ ଏମିତି ବହୁତ ଦେଶରୁ ଆସିଛି, ସେଗୁଡ଼ିକ ବୈଦେଶିକ ଶବ୍ଦ। ସେଗୁଡ଼ା ବହିରେ ଟିକେ ଦେଖିଦେବ କ'ଣ କ'ଣ ଉଦାହରଣ ଅଛି। ଉଦାହରଣ ଗରଜ, ଦଲାଲ, ମାମୁଲି, ଜମା, ହଜମ, ହିସାବ। ମନେ ରଖିବ ଯେତେ କୋର୍ଟ କଚେରୀର ଯେଉଁ ଶବ୍ଦ ଗୁଡ଼ିକ ଅଛି ସେଗୁଡ଼ିକ ହେଉଛି ଆରବୀ ଶବ୍ଦରୁ ଆସିଛି। କୋର୍ଟ କଚେରୀ ଏଗୁଡ଼ା ମନେ ରଖିବ। ଆମେ ଜାଣିଲେ ଦେଶଜ ବୈଦେଶିକ ଶବ୍ଦ ଗୁଡ଼ିକ। ତାପରେ ଜାଣିବା ବାକ୍ୟ, ପଦ ଓ ପଦର ଶ୍ରେଣୀ ବିଭେଦ। ବାକ୍ୟ କାହାକୁ କୁହାଯାଏ, ପଦ କାହାକୁ କୁହାଯାଏ, ପଦକୁ କେତେ ଭାବରେ ବିଭକ୍ତ କରାଯାଇଛି ସେଗୁଡ଼ିକୁ ବି ଆମେ ଜାଣିବା। ନୋଟ୍ କରିକି ଏଇଟା ଟିକେ ମନେ ରଖିବ। ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହନ୍ତି। তুমি ଜାଣିଛ ଯେଉଁ ବର୍ଣ୍ଣ ମିଶିକି ଗୋଟେ ଶବ୍ଦ ତିଆରି ହୁଏ କିନ୍ତୁ ଅର୍ଥ ପ୍ରକାଶ କରୁଥିବ ତାକୁ ଶବ୍ଦ କୁହନ୍ତି। ଏହି ଶବ୍ଦକୁ ପ୍ରାତିପଦିକ କୁହାଯାଏ। ଏହି ଶବ୍ଦ କ'ଣ କୁହାଯାଏ, ପ୍ରାତିପଦିକ। ଯଦି ବହୁତ ଗୁଡ଼େ ବର୍ଣ୍ଣ ମିଶିଲା କିନ୍ତୁ ତାର ଅର୍ଥ ପ୍ରକାଶ କଲା ନାହିଁ ସେଟା ଶବ୍ଦ ନୁହେଁ। ଯେମିତି ମୁଁ କହୁଛି ଚାଉଳ, ଚା ଗୋଟେ ବର୍ଣ୍ଣ, ଚ ଗୋଟେ ବର୍ଣ୍ଣ, ହର୍ଷଉଳ, ଚାଉଳ, ଏଟା ଗୋଟେ ଅର୍ଥ ପ୍ରକାଶ କଲା। ମୁଁ କହିଲି ଚା ଉ, ଅର୍ଥ ପ୍ରକାଶ ନାହିଁ, ଏଟା ଶବ୍ଦ ନୁହେଁ। ବୁଝିପାରିଲ? ସେଗୁଡ଼ିକ ଟିକେ ମନେ ରଖିବ। ବାକ୍ୟ, ବାକ୍ୟ କାହାକୁ କୁହାଯାଏ, ଭାବ ପ୍ରକାଶ ପୂର୍ଣ୍ଣାଙ୍ଗ ଉକ୍ତିକୁ ବାକ୍ୟ କୁହାଯାଏ। ଏଟା ଆକ୍ଚୁଆଲି କ'ଣ ହେଉଛି, ତାର ଅର୍ଥ ପ୍ରକାଶ କରୁଥିବ। ଯଦି ଅର୍ଥ ପ୍ରକାଶ କରୁନଥିବ ତ ସେଟା ବାକ୍ୟ ନୁହେଁ। ଯେମିତି ବହୁତ ଗୁଡ଼ିକ ଶବ୍ଦ ମିଶିଲେ ବାକ୍ୟ ହୁଏ। ସେ ଯେଉଁ ଶବ୍ଦ ମିଶିକି ଯେ ବାକ୍ୟ ହବ କିନ୍ତୁ ଅର୍ଥ ପ୍ରକାଶ ଯଦି କରୁନଥିବ ସେଟା ବାକ୍ୟ ନୁହେଁ। ଅର୍ଥ ଯଦି ପ୍ରକାଶ କରୁଛି ତାହେଲେ ସେଟା ବାକ୍ୟ ହବ। ଉଦାହରଣ ଦେଖ, ପିଲାଟି ପାଠ ଲେଖୁଛି, ତ ଏଟା ବାକ୍ୟ। ଏଟା ଅର୍ଥ ପ୍ରକାଶ କରୁନି, ପିଲାଟି କ'ଣ କରୁଛି ନା ପାଠ ଲେଖୁଛି। ମୁଁ ତଳେ ଦେଖେ ରାମ ପିଲା, ରାମ ପିଲା, ତ ଏଇଟା କ'ଣ ଅର୍ଥ ପ୍ରକାଶ କରୁଛି କି? ଅର୍ଥ ପ୍ରକାଶ କରୁନାହିଁ। ଯେହେତୁ ଅର୍ଥ ପ୍ରକାଶ କରୁନାହିଁ ତେଣୁକରି ଏଇଟା ଗୋଟେ ବାକ୍ୟ ନୁହେଁ। ଯେଉଁଠି ଅର୍ଥ ପ୍ରକାଶ କରିବ ସେଇଠି କ'ଣ କୁହାଯାଏ, ବାକ୍ୟ। ଆଚ୍ଛା, ଏଇଟା ଗୋଟେ ମୁଁ ଏକ୍ସଟ୍ରା ପାଠଟା ଦେଇଛି ଛୁଆମାନେ, ଏଇଟା ଟିକେ ମନେ ରଖିବ। ପ୍ରେଜେଣ୍ଟ ଗଭର୍ଣ୍ଣର ଅଫ୍ ଓଡ଼ିଶା 2026, ଯେଉଁ ପ୍ରେଜେଣ୍ଟ ଗଭର୍ଣ୍ଣର ଅଛନ୍ତି ଓଡ଼ିଶାରେ କିଏ, ଡକ୍ଟର କମ୍ଭମପତି ହରିବାବୁ। 27 ମାନେ 27ତମ। ଏଇଟା ଇମ୍ପୋର୍ଟାଣ୍ଟ, କେତେତମ, 27ତମ। ଡକ୍ଟର ହରିବାବୁ କମ୍ଭମପତି ହେଲା, ଯେଉଁଟାକି ଆମର କୁହାଯାଏ କମ୍ଭମପତି ହରିବାବୁ ବି କହିବା। ଡକ୍ଟର କମ୍ଭମପତି ହରିବାବୁ, ତାକୁ 27ତମ ଗଭର୍ଣ୍ଣର କୁହାଯାଏ ଓଡ଼ିଶାର। ଠିକ୍ ଅଛି। ତାପରେ ଛୁଆ ଜାଣିବା ଅନୁଚ୍ଛେଦ କ'ଣ। ଅନୁଚ୍ଛେଦ, କେତେ ଗୁଡ଼ିଏ ବାକ୍ୟ ମିଶିଲେ ଏକ ଅନୁଚ୍ଛେଦ ହୁଏ। କେତେ ଗୁଡ଼ିଏ ବାକ୍ୟ ମିଶିଲେ ଅନୁଚ୍ଛେଦ ହୁଏ। ଯେମିତି ଆମେ ଜାଣିଲେ କେତେ ଗୁଡ଼ିଏ ବର୍ଣ୍ଣ ମିଶିଲେ ଶବ୍ଦ ହୁଏ, ଅର୍ଥ ପ୍ରକାଶ କରୁଥିଲେ। କେତେ ଗୁଡ଼ିକ ଶବ୍ଦକୁ ନେଇକି ବାକ୍ୟ କୁହାଯାଏ। ଆଉ କେତେ ଗୁଡ଼ିଏ ବାକ୍ୟ ମିଶିଲେ ଅନୁଚ୍ଛେଦ ହୁଏ। ଶବ୍ଦ, ବାକ୍ୟ ଆଉ ଅନୁଚ୍ଛେଦ। ବର୍ଣ୍ଣରୁ ଶବ୍ଦ ହୁଏ, ଶବ୍ଦରୁ ବାକ୍ୟ ହୁଏ, ବାକ୍ୟରୁ ମିଶିଲେ ଅନୁଚ୍ଛେଦ ହୁଏ। ମୁଁ ଗୋଟେ ଉଦାହରଣ ଦେଉଛି ଛୁଆ, ଏଠି ଦେଖ। ରାମ, 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 ଏଠି କ'ଣ ଅଛି, ରାମ। ମୁଁ ଏଠି ମ ଟାକୁ କାଟିଦେଲି, ଖାଲି ରା ଟାକୁ କାଟିଦେଲି। ତାହେଲେ ର ମୁଁ କହୁଛି ତ ଧ୍ୱନି, ଧ୍ୱନିରୁ ବର୍ଣ୍ଣ, ରଟା ଧ୍ୱନି ହିସାବରେ ର କହିଲି, ବର୍ଣ୍ଣ, ବର୍ଣ୍ଣରୁ ମିଶିଲି ଦୁଇଟା ଗୋଟେ ବର୍ଣ୍ଣ ଶବ୍ଦ, ପୁଣି ଶବ୍ଦରୁ ବାକ୍ୟ, ବାକ୍ୟରୁ ଅନୁଚ୍ଛେଦ। ବୁଝିପାରିଲ? ତ ସେଇଟା ମନେ ରଖିବ, କେତେ ଗୁଡ଼ିଏ ବାକ୍ୟ ମିଶିଲେ ଏକ ଅନୁଚ୍ଛେଦ ହୁଏ। ତାପରେ ଆମେ ଜାଣିବା ପଦ, ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ଯେମିତି ରାମ ପାଠ ଲେଖୁଛି, ତ ରାମ ଗୋଟେ ଏଠି ପଦ, ପାଠ ଗୋଟେ ଲେଖୁଛି ଗୋଟେ ପଦ, ଲେଖୁଛି ଗୋଟେ। ତ ଏଠି ମୁଁ ଯଦି ଖାଲି କାଟିଦେବି, ଖାଲି ରାମ କହିଦେବି, ଏଇ ଯେଉଁ ପାଠ ଆଉ ଲେଖୁଛି ଲିଭେଇଦେବି ରାମ ଖାଲି କହିବି, ରାମ ଗୋଟେ ଶବ୍ଦ ହେଇଯିବ।
କିନ୍ତୁ ବାକ୍ୟ ଭିତରେ ଥିବା ପ୍ରତ୍ୟେକ ଅଂଶ ସେଟା ଆଉ ଶବ୍ଦ କହିବେନି, ସେଟା ପଦ କହିବେ। ବୁଝିପାରିଲ? ପଦକୁ 5 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ ବିଭକ୍ତ କରାଯାଇଛି? 5 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ବିଶେଷ୍ୟ ପଦ, ସର୍ବନାମ, ବିଶେଷଣ, କ୍ରିୟା, ଅବୟବ। ଏଇଟା ଆଗକୁ ଜାଣିବେ, ଏଇଠୁ ବାକ୍ୟରଣ ଟିକେ ବୁଝିବାକୁ ପଡ଼ିବ ଭଲସେ। କ୍ଲାସ୍ ଗୁଡ଼ା ସବୁ ଦେଖିବ ଛୁଆ। ବିଶେଷ ପଦ କାହାକୁ କୁହାଯାଏ, ସର୍ବନାମ ପଦ କାହାକୁ କୁହାଯାଏ, ଅବୟବ କାହାକୁ କୁହାଯାଏ, ବିଶେଷଣ କାହାକୁ କୁହାଯାଏ, କ୍ରିୟା କାହାକୁ କୁହାଯାଏ। ମୁଁ ଆଗ କ୍ଲାସ୍ରେ ପକେଇବି ଭିଡ଼ିଓ ଦେଖିବ। ତାହେଲେ ଆମେ ଜାଣିଲେ କ'ଣ ନା କେତେ ଗୁଡ଼ିଏ ବାକ୍ୟ ମିଶିଲେ ଅନୁଚ୍ଛେଦ ହୁଏ। ହେଲା, ପଦ କାହାକୁ କୁହାଯାଏ? ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ରାମ ପାଠ ଲେଖୁଛି, ରାମ ଗୋଟେ ପଦ, ପାଠ ଗୋଟେ ପଦ, ଲେଖୁଛି ଗୋଟେ ପଦ। ପଦକୁ 5 ଭାଗରେ ବିଭକ୍ତ କରାଯାଇଛି। ବିଶେଷ୍ୟ ପଦ, ସର୍ବନାମ, ବିଶେଷଣ, କ୍ରିୟା, ଅବୟବ। ବୁଝିପାରିଲ? ଆଉ ଗୋଟେ କଥା ଛୁଆ, ମୁଁ ବିଏଡ୍ ଦଉଛି 2026 ଆଉ 28 ପାଇଁ ବିଏଡ୍ ଆମେ ଆଡମିସନ୍ କରୁଛୁ 2026-28 ୱେଷ୍ଟବେଙ୍ଗଲ ବିଏଡ୍। ଆମର ଜଳେଶ୍ୱର ପରୀକ୍ଷା ହେଉଛି ଛୁଆ ପାଖରେ, କମ୍ ପଇସା, ମୋତେ କଣ୍ଟାକ୍ଟ କରିବ। ଆଉ ସବୁଠୁ ବଡ଼ କଥା ହେଲା ଯେ ଆମେ କମ୍ ପଇସାରେ ତୁମକୁ ଯିବା ଆସିବା, ରହିବା, ତୁମ ଡ୍ରେସ୍ ସବୁ ଖର୍ଚ୍ଚ ବୁଝିବା, ଆଉ ତୁମକୁ କେମିତି ଅଧିକ ମାତ୍ରାରେ ଫ୍ୟାସିଲିଟି ମିଳିବ ସେଠି ବି ଆମେ ଦେଉଛେ। ତା ସହିତ OTT OSTED ବି ଆମେ ଦେଉଛେ। ଯେଉଁମାନେ ବିଇଡ଼ି କରିସାରିଛନ୍ତି, ଯେଉଁମାନଙ୍କର ଧର ସାଇନ୍ସ ହଉ କି ଆର୍ଟ୍ସର ବିଇଡ଼ି କରିଛନ୍ତି, ଧର ତାଙ୍କୁ ଚାକିରି ପାଇତେ କଷ୍ଟ ହେଉଛି, ସେମାନେ ହିନ୍ଦୀ କୋର୍ସ ଗୋଟେ କରିପାରିବେ। ହିନ୍ଦୀ କୋର୍ସଟି ମଧ୍ୟ ହେଉଛି ବିନୋଦ ପ୍ରବୀଣ ଶାସ୍ତ୍ରୀ। ସେ କୋର୍ସଟା କରିସାରିଲା ପରେ ସେମାନେ ହିନ୍ଦୀ ଟିଚର ବି ପକେଇ ପାରିବେ। ଆଉ ହିନ୍ଦୀ କୋର୍ସ କରିବା ପାଇଁ ହେଲେ ସେମାନଙ୍କର କେଇଟି ପରୀକ୍ଷା ଦେଇଛନ୍ତି, ତାଙ୍କ ଘରକୁ ମୁଁ ଖାତା ଆଉ ଆନ୍ସର୍ ଦେଇଦେବି, ସେମାନେ ଲେଖିକି ମୋତେ ଦେବେ ହିନ୍ଦୀରେ। ଠିକ୍ ଅଛି? ଆଉ ଆମ ନହେଲେ ଆମ ଆସିକି କୋଚିଂ ସେଣ୍ଟରରେ ସେମାନେ ହିନ୍ଦୀ ପରୀକ୍ଷା ଦେଇପାରିବେ। ବିନୋଦ ପ୍ରବୀଣ ଶାସ୍ତ୍ରୀ, ଆଉ କମ୍ ପଇସାରେ ଆମେ ଦେଉଛୁ, ମୋତେ କଣ୍ଟାକ୍ଟ ବି କରିପାରିବେ। ଆଉ ସେମାନେ ଯଦି ଚାହିଁବେ ଆମ ସହିତ ଭିଡ଼ିଓ ମାଧ୍ୟମରେ ଆମର କମେଣ୍ଟ ମାଧ୍ୟମରେ ବି ତାର ଡିଟେଲ୍ ଆମକୁ ପଚାରି ପାରିବେ। ନମ୍ବରଟି ମନେ ରଖିବ 8917587148। ସେମାନେ ଆମକୁ କଣ୍ଟାକ୍ଟ କରନ୍ତୁ, ଆମେ ତାଙ୍କୁ ଡିଟେଲ୍ ଭାବରେ ସେଗୁଡ଼ିକ ବୁଝାଇଦେବୁ। ହିନ୍ଦୀଟା ସହଜରେ ପାଇପାରିବେ, ଆଉ ହିନ୍ଦୀରେ ବେଶୀ ପରିଶ୍ରମ ବି କରିବାକୁ ପଡ଼ିବନି। ହିନ୍ଦୀ ଟିଚରଟା ଆରାମସେ ହେଇପାରିବ। ହିନ୍ଦୀରେ ବି ସାଲେରୀ ସବୁ ହିନ୍ଦୀ ଟିଚର ବି ସାଲେରୀ କିଛି କମ୍ ନୁହେଁ, ସେମ୍ ସାଲେରୀ, ଆଉ ସହଜରେ ପାଇପାରିବେ। ଧନ୍ୟବାଦ।